ଆଜିର ଚାଷୀ ମାନଙ୍କ ପାଇଁ ଆୟୋଜିତ ପ୍ରତିବାଦ ସଭାର ଉପସ୍ଥିତ ସମସ୍ତ ପୂଜ୍ୟ ଜନତା ଦଳର ନେତୃମଣ୍ଡଳୀ ଏବଂ ଆନ୍ଦୋଳନରେ ଭାଗ ନେଇଥିବା ଓ ସମସ୍ତ ପ୍ରିୟ ଭାଇ ଓ ଭଉଣୀମାନେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଯେ ବିଜେଡିର ଆହ୍ୱାନରେ ଚାଷୀମାନଙ୍କ ସ୍ୱାର୍ଥରେ ସାର ସଂକଟର ପ୍ରତିବାଦରେ ଏତେ ଉତ୍ସାହ ଆଜି ଆପଣ ଏଠି ସମବେତ ହେଇଛନ୍ତି। ଗୋଟିଏ ବଡ଼ ପ୍ରଶ୍ନ ମୋତେ ନିୟମିତ ଭାବରେ ପ୍ରଭାବିତ କରୁଛି। ପ୍ରଶ୍ନଟି ହେଲା କାହା ସ୍ୱାର୍ଥରେ ଦରକାର, କାହା ସ୍ୱାର୍ଥରେ, ଛାତ୍ରଙ୍କ ସ୍ୱାର୍ଥରେ ନା ଯୁବକଙ୍କ ସ୍ୱାର୍ଥରେ ନା ଶ୍ରମିକଙ୍କ ସ୍ୱାର୍ଥରେ ନା ଚାଷୀଙ୍କ ସ୍ୱାର୍ଥରେ? ଏ ସରକାର ମୋ ସରକାର ବିଜେପି ସରକାର ଚାଷୀଙ୍କ ସ୍ୱାର୍ଥରେ ନୁହେଁ। ମୁଁ ତିନୋଟି ଉଦାହରଣ 2 ମିନିଟ୍ ଭିତରେ ଦେବି। ସାର ସଂକଟ ଯୋଗୁଁ ପ୍ରତ୍ୟେକ ଜାଗାରେ ଚାଷୀମାନେ ଉତ୍କ୍ଷିପ୍ତ ଆନ୍ଦୋଳନରତ ଧାଡ଼ି ବାଜୁଛନ୍ତି ସୋସାଇଟି ଆଗରେ, ଗାଁ ପାଖରେ, କିନ୍ତୁ ସରକାର ବାହାରକୁ ସଫେଇ ଦେଉଛନ୍ତି ନିର୍ଲଜ ଭାବରେ। ଆମ ପାଖରେ ସାର ଅଛି, ଯଦି ସାର ଅଛି ତାହେଲେ ଚାଷୀଙ୍କ ପାଖକୁ ଯାଉନାହିଁ କାହିଁକି? ପରୋକ୍ଷରେ ଯେ ଘଟଣା କରୁଛନ୍ତି ଏ ସାର କଳାବଜାରକୁ ଯାଉଛି। କଳାବଜାରୀ ନିୟନ୍ତ୍ରଣ କରିବା ସରକାର ବିଫଳ, ଚାଷୀଙ୍କୁ ଆବଶ୍ୟକତା ଦେବାରେ ସରକାର ବିଫଳ, ସାର ସଂକଟ ଦୂର କରିବା ସରକାର ବିଫଳ। ଦ୍ୱିତୀୟ କଥା ହେଉଛି ମୁଁ ଧନ୍ୟବାଦ ଦେବି ନବୀନ ବାବୁଙ୍କୁ। 29/8/2025 କେନ୍ଦ୍ର ଧାରମନ୍ତ୍ରୀ ଜମି ନାରାୟଣଙ୍କୁ ଚିଠି ଲେଖି ଯୋଡ଼ିଏ ପ୍ରସଙ୍ଗ ଉଠେଇଲେ। ସାର ଦିଅ, ସୋସାଇଟି ଜରିଆରେ ଦିଅ, କାରଣ ସାର ଯୋଗାଣର ବିଳମ୍ବ ହେଲେ ନିରନ୍ତ ହେଲେ ସାର ଉତ୍ପାଦିତ କମିବ, ଶକ୍ତି କମିବ, ଉତ୍ପାଦନ କମିବ, ପରୋକ୍ଷରେ ଖାଦ୍ୟ ନିରାପତ୍ତା ଯୋଜନାକୁ ଇଏ ପ୍ରଭାବିତ କରିବ। ସରକାର ଶୁଣିଲେ କି ନା ନାନା ଶୁଣିଲେ ଶୁଣିଲେ ନାହିଁ, ଏ ଗୋଟେ ଉଦାସୀନତା। ଆପଣ ଆଉ ଗୋଟେ ଆତ୍ମହତ୍ୟା କଲେ ଯେ ଆମେ ଚାହୁଁଛୁ ସାର କାରଖାନା 36 ରାଜ୍ୟରେ ସରିଲା। ବର୍ତ୍ତମାନ ସରିଲା କି? ଉତ୍ତରପ୍ରଦେଶରେ ସରିଲା, ତେଲେଙ୍ଗାନାରେ ସରିଲା, ଝାଡ଼ଖଣ୍ଡରେ ସରିଲା, ବିହାରରେ ସରିଲା, ଓଡ଼ିଶା କ'ଣ ନ୍ୟାୟ ଘଟୁଛି? ଏଇ ପ୍ରଶ୍ନ କରୁଛନ୍ତି। ତାଙ୍କ ଗଠିତ ଉତ୍ତର ଦିଅ କାହିଁକି ବର୍ତ୍ତମାନ କଥା 65% ନେଇ ତଳି ରହିଛି? ସାରନ୍ତୁ, ଚାଷୀଙ୍କ କଥା ଶୁଣନ୍ତୁ, ବିଜେଡିର ଶୁଣନ୍ତୁ, କଳାବଜାରୀକୁ ଦଣ୍ଡ ଦିଅନ୍ତୁ, ସାର ଉପଲବ୍ଧ କରନ୍ତୁ, ଆପଣଙ୍କୁ କ୍ଷମା ଦେଉନାହିଁ।